আর জগন্নাথ ଦେଖିଲା ଜଗନ୍ନାଥ ଉଡ଼ାଜାହାଜରେ ବସିକି ପଳେଇଲେ ପାକିସ୍ତାନ। ହଁ କହିଲେ ମୁଁ ଲଙ୍ଗ ଟୁର୍ ଯିବି ମାନେ ମୁଁ ଆଉ ରଥରେ ଯାଇପାରିବିନି, ମୋ ଅଣ୍ଟା ପିଠି ଦରଜ ହେଇଯିବ, ମୋତେ ଉଡ଼ାଜାହାଜ ଦରକାର, ତାଙ୍କୁ ଦିଆଗଲା। ଆଉ ନମସ୍କାର। ଗୋଟେ ଯାତ୍ରା ଖଣ୍ଡଗିରି ବୋଇଲେ ସବୁ ଯାତ୍ରା ମାନଙ୍କର ଏଇଟା ହଉଛି କୁରୁକ୍ଷେତ୍ର, ସମସ୍ତେ ମନ ଦେଇକି ଖଟନ୍ତି। ତେବେ ଯାତ୍ରା ସିଂହବାହିନୀର ଏ ବର୍ଷର ଓଡ଼ିଶାର ମାନେ ଫୁଲ ଦିମାଗରେ ସେ ଚାଲିଛି ବର୍ତ୍ତମାନ ଏଇ ନାଟକ। କେବଳ ଏଇ ଯୋଉ ବଡ଼ ବେଦନଦୀ କଳା ସାଧନା ନାଟକ ଭାଇରାଲ ହେଇଯାଇଛି, ଯୋଉଠି ପଡ଼ିଲେ ବି ଟିକେଟ ମିଳୁନାହିଁ। ଯାଉ ଏଠି ଆମର 6 ଦିନ ହେଲା ସେଇ ନାଟକ ଚାଲିଛି, ସବୁଦିନ ଟିକେଟ ଲୋକ ପାଉନାହାନ୍ତି, ଫେରୁଛନ୍ତି। ଏ ଲୋକ ବହୁତ ଆନନ୍ଦ ଅନୁଭବ କରୁଛନ୍ତି ଏ ନାଟକ ଟିକେ ଦେଖିକି। ଯୋଉମାନେ ବି ଏ ନାଟକ ଦେଖିବାର ସୁଯୋଗ ପାଇନାହାନ୍ତି ସେମାନଙ୍କୁ ମୁଁ କହୁଛି ଯୋଉଠି ହେଲେ ଆପଣମାନେ ଏ ନାଟକ ଟିକେ ଦେଖନ୍ତୁ। ସେଥିପାଇଁ ମୁଁ ତ କହୁଛି ଅସଲତା ବନ୍ଦ ହେଲା ପରେ ବି ଯଦି ଲୋକ ଫୁଲ ହଉଛନ୍ତି, ଯୋଉ ଯାତ୍ରା କମିଟି ମାନେ ଅଶ୍ଳୀଳ ନୃତ୍ୟ କରିବା ପାଇଁ ଆଇଟମ ଗାଲ ମାନଙ୍କୁ ଆଣୁଛନ୍ତି, ସେମାନେ କାହିଁକି ଆଣୁଛନ୍ତି? ସେମାନେ ଟିକେ ଚିନ୍ତା କରିବା କଥା ଯେ ନିଜର ମା ଭଉଣୀ ମାନେ ବି ବସିକି ଦେଖୁଛନ୍ତି, ସେମାନେ କମିଟି ଲୋକ ହିଁ ଆଣୁଛନ୍ତି, ସେମାନେ ଆସୁଛନ୍ତି। ଆଉ ସେଥିପାଇଁ ବି ଲୋକ କିଛି ଦେଖିବା ଲୋକ ବି ସେଥିପାଇଁ ଅଛନ୍ତି। ଯେ ମୁଁ ଦର୍ଶକ ମାନଙ୍କୁ ଅନୁରୋଧ ହାତ ଯୋଡ଼ି କହିବି, ଯୋଉଦିନ ଆଇଟମ ଗାଁଙ୍କ ନାଁ ଡକାଯିବ ଯେ ଅବିକାରୀ ଆଇଟମ ଗାଁ ଏଠିକି ଆସୁଛି, ସେଦିନ ଆପଣଙ୍କୁ ହାତ ଯୋଡ଼ି କହୁଛି ଆପଣମାନେ କେହି ଯାତ୍ରା ଦେଖିବାକୁ ଆସନ୍ତୁନି। ନ ଆସିଲେ କମିଟି ଫେଲ ହେଲେ ସେମାନେ ଆଉ ତାଙ୍କୁ ଡାକିବେ ନାହିଁ। ଏଥିପାଇଁ ମୁଁ କହିବି ପ୍ରଥମଟା ଦର୍ଶକ ନାହିଁ, ପ୍ରଥମ ଆପଣମାନେ ଅଶ୍ଳୀଳତାକୁ ବାରଣ କରୁନାହାନ୍ତି ବୋଲି ଏହା ଚାଲିଛି। ଆପଣ ଅଧିକ ମାତ୍ରାରେ ଆସୁଛନ୍ତି ବୋଲି ଚାଲିଛି। ଆପଣ ଆସନ୍ତୁ ନାହିଁ, ସେ ମାଲିକ ଫେଲ ହବ, କମିଟି ଲୋକ ଫେଲ ହବ, ତାପରେ ଯାଇକି ଅଶ୍ଳୀଳତା ବନ୍ଦ ହବ। ପ୍ରଥମତଃ ଦର୍ଶକ ଦାୟୀ, ତାପରେ ମାଲିକ କମିଟି ଏମାନେ କିଛି ଅଂଶରେ ଦାୟୀ। ମୋର ତ ସବୁ ନାଟକରେ ଘର ଭଙ୍ଗା, ସେ ଭିଲିୟନ ସହିତ ଥିବି, ସବୁ ନାଟକରେ ମାଡ଼ ଖାଇବି। ମୁଁ ଏଠି ପଠାଣଙ୍କ ଦଳରେ ଅଛି। ଯୋଉ ପଠାଣ ଆସୁଛନ୍ତି ଆମ ହିନ୍ଦୁ ଜଗନ୍ନାଥକୁ ଚୋରି କରିକି ନେବା ପାଇଁ, ମୁଁ ତାଙ୍କରି ଦଳରେ ଅଛି। ମୁଁ ବ୍ରାହ୍ମଣ ହେଇକି ତାଙ୍କୁ ସାହାଯ୍ୟ କରୁଛି, ମୂର୍ତ୍ତି ନେଇକି ପଳାଅ। କିଛି ଗୋଟେ ଡାଇଲଗ ହେଇଯାଉ ଆପଣଙ୍କର। ଡାଇଲଗ ହଁ, ଜଗନ୍ନାଥ ଦେଖିଲା ଜଗନ୍ନାଥ ଉଡ଼ାଜାହାଜରେ ବସିକି ପଳେଇଲେ ପାକିସ୍ତାନ। ହଁ କହିଲେ ମୁଁ ଲଙ୍ଗ ଟୁର୍ ଯିବି ମାନେ ମୁଁ ଆଉ ରଥରେ ଯାଇପାରିବିନି, ମୋ ଅଣ୍ଟା ପିଠି ଦରଜ ହେଇଯିବ, ମୋତେ ଉଡ଼ାଜାହାଜ ଦରକାର, ତାଙ୍କୁ ଦିଆଗଲା। ଆଉ ଏଇଟା ମୁଁ କହୁଛି, ତାପରେ ମୋ ଉପରେ ମାଡ଼ ହଉଛି, ତାପରେ ମୁଁ ସବୁ ସତ କଥା କହୁଛି। ଯାତ୍ରା ଜଗତକୁ ଆପଣ କେବେଠୁ ଆସିଲେଣି? ଆଜ୍ଞା ସେ କଥା କହୁଥିଲି, ମୋର 50 ବର୍ଷ ହେଇଗଲା ଯାତ୍ରା ଜୀବନ। 75 ମସିହାରୁ ମୁଁ ଯାତ୍ରା ବାଲା। ଯାତ୍ରା ଜୀବନ ଭିତରେ ମୁଁ ସବୁ କାମ କରିସାରିଲିଣି। ଶିଶୁ କଳାକାର ଠାରୁ ସେତେବେଳେ ନାଚୁଥିଲି, ଗାଉଥିଲି, ତାପରେ ଭାଉଲେନ୍ ଶିଖିକି ଭାଉଲେନ୍ ବଜେଇଲି 13 ବର୍ଷ, ତାପରେ ଅର୍ଗାନ ଶିଖିକି ଅର୍ଗାନ ବଜେଇଲି 15 ବର୍ଷ, ତାପରେ 20 ବର୍ଷ ହେଲା ମୁଁ ପାଠ କରୁଛି ହାସ୍ୟ ଅଭିନେତା ଭାବରେ। ମୋ ଜୀବନର ଆରମ୍ଭ ଜନନୀ ଗଣନାଟ୍ୟ ଶ୍ୟାମସୁନ୍ଦର ମହାପାତ୍ର କରିଥିଲେ, ସ୍ୱର୍ଗତ ଶ୍ୟାମସୁନ୍ଦର ମହାପାତ୍ର। ଆମ ଭଣ୍ଡାରୀ ପୋଖରୀରେ, ଆମ ଘର ଭଣ୍ଡାରୀ ପୋଖରୀ, ଭଣ୍ଡାରୀ ପୋଖରୀରେ ହିଁ ସେ ଯାତ୍ରା ପାର୍ଟି ଷ୍ଟାର୍ଟ ହେଇଥିଲା 75 ମସିହାରେ। ଦୁଃଖଦାୟକ କାହାଣୀ ଆଉ ବହୁତ ଅଛି ଆଜ୍ଞା। ମା ମରିଗଲା, ମୁଁ ସନ୍ଧ୍ୟାବେଳେ ଖବର ପାଇଲି, ଯାଇପାରିଲି ନାହିଁ। ମୁଁ ରାତିରେ ବାହା ହଉଛି, ହସଉଛି ଲୋକଙ୍କୁ, ସେଇ ଦୁଃଖ ଭିତରେ ବି ହସଉଛି, ବାହା ହଉଛି, କମେଡି କରୁଛି। ସାନ ଭାଇ ମଲା, ମୁଁ କଷା ଖାଇପାରିଲି ନାହିଁ, ସମ୍ବଲପୁରରେ ଥିଲୁ। ସେରକମ ଏଇଟା ଦୁଃଖ, କଳାକାରଙ୍କର ବହୁତ ଦୁଃଖ। କେହି ଜଣେ ମରିଗଲେ ବି ସେ ସେଦିନ ଆଉ ଯାଇପାରିବେନି, ତା ପରଦିନ ହିଁ ଯାଇକି ଦେଖା କରିକି ଆସିବେ। ସୁଖର ମୁହୂର୍ତ୍ତ ଅନେକ ବି ଅଛି। ଏଇ ଗୋଟେ ଦେଖନ୍ତୁ, ଆମେ ଏଇଟା ଗୋଟେ ଆମ ପାଇଁ ତାଳି ଆଉ ଗାଳି, ଏଇ ଦିଟା ଆମ ପାଇଁ ସୁଖ। ଏଇ ଖଣ୍ଡଗିରିରେ 6 ଦିନ ହେଲା ଆମେ ପୁରା ଛାତି ଫୁଲେଇକି ଚାଲୁଥିଲୁ। ଆଉ କାରଣ ଏଠି ସିଂହବାହିନୀର ସବୁଦିନ ଟିକେଟ ମିଳୁନାହିଁ। ଅନ୍ୟ ପାର୍ଟି ମାନଙ୍କର ଚେୟାର ଫାଙ୍କା ଥିଲା ବେଳେ ଆମର ଟିକେଟ ମିଳେ, ଏଇଟା ଆମକୁ ଖୁସି ଦଉଛି। ଏଇ ତାଳି ଗାଳି ଆମ ପାଇଁ, ଆମ ଜୀବନର ସଞ୍ଚିତ ଧନ ହଉଛି ତାଳି ଆଉ ଗାଳି।